ସକାଳୁ ମା ଆସିକି ତ ଫୁଲ ବହୁତ ସାରା ନେଇଥିଲେ କିନ୍ତୁ ସେତିକି ଫୁଲ ମୋତେ ଆଜି ପସନ୍ଦ ହେଲାନି କାହିଁକିନା ଆଜି ଥିଲା ସୋମବାର ମହାଦେବଙ୍କ ବାର। ଆଉ ଏବେ ଶ୍ରାବଣ ମାସ ଯେହେତୁ ଫୁଲ ଟିକେ ତାଙ୍କ ପ୍ରିୟ ଫୁଲ ଯଦି ନ ହେବ ପୂଜାଟା ପୂଜା ଭଳିଆ ଲାଗିବନି। ସେଥିପାଇଁ ସେଇ ଫୁଲ ଡଲାଟା ଧରିକି ପୁଣି ଚାଲି ଆସିଲେ ଛାତ ଉପରକୁ। ଆଉ କିଛି ଜିନିଆ ଆଉ ତା ସାଥିରେ କିଛିଟା ଜୁଇ ଫୁଲ ଥିଲା। ମା ଯାହାକୁ ବଳକା ଛାଡ଼ି ଦେଇଥିଲେ ତ ସେଗୁଡ଼ାକ ସବୁ ତୋଳି ଦେଇଥିଲି। ମର୍ଣ୍ଣିଂ ଗ୍ଲୋରୀ ଦୁଇଟା ହେଇଥିଲା ତାକୁ ବି ତୋଳି ଦେଇଥିଲି। ମହାଦେବଙ୍କର ତ ପ୍ରାୟ ସବୁ ଫୁଲ ବହୁତ ପ୍ରିୟ। ଯାହା ବି ଚଢ଼େଇବ ସେ ବହୁତ ଖୁସି ହୁଅନ୍ତି। ଯେମିତିକା ସବୁଠୁ ପ୍ରିୟ ଆମର ଯେମିତି ଅପରାଜିତା ଆଉ ତା ସାଥିରେ ଆମର ଅରଖ ଦୁଦୁରା ଏଇସବୁ। ତ ମା ଆଜି କେଉଁଠୁ କେଜାଣି ଦୁଦୁରା ବି ଦୁଇଟା ନେଇ ଆସିଥିଲେ, ଧଳା ଦୁଦୁରା। ତ ସେଥିପାଇଁ ମୋ ମନଟା ବି ଭାରି ଖୁସି ହେଇଥିଲା। ଆଉ କିଛି ଜିନିଆ ଫୁଲ ଗୁଡ଼ାକ ରହି ରହି ଗଛରେ ନା ସେଗୁଡ଼ାକ ବି ମଧ୍ୟ ଗଛ ଭଲ ବଢ଼ିତେ ଦେଉନି। ସେଥିପାଇଁ ଭାବିଲି କିଛି ଫୁଲ ତୋଳି ଆଣିଲେ ଗଛଟା ବି ବଢ଼ିଯିବ। ଆଉ ଗଛଟା ଯେତେ ବଢ଼ିଲେ ବି ମଧ୍ୟ ଆମକୁ ଫୁଲ ବି ମଧ୍ୟ ସେଇ ହିସାବରେ ବହୁ ମାତ୍ରାରେ ମିଳିବ ଆଉ ବଡ଼ ସାଇଜ୍ର ଫୁଲ ଗୁଡ଼ାକ ଆସିବ। ତାପରେ ଯାଇଥିଲି ଗୁଡ଼ିଚଣା ଫୁଲ ପାଖକୁ। ମା ଲକ୍ଷ୍ମୀଙ୍କ ପାଇଁ ବି କିଛି ଗୁଡ଼ିଚଣା ନେଇଯାଇଥିଲି। ଗୁଡ଼ିଚଣା ଗୁଡ଼ାକ ରହି ରହିକା ମଞ୍ଜି ହେଇଗଲାଣି। ତ ମା ଏଇ ଫୁଲ ଗୁଡ଼ାକୁ ସବୁ ଜମାରୁ ବି ନିଅନ୍ତିନି କାହିଁକିନା ଛୋଟ ଛୋଟ ହାତକୁ ଲାଗେନି, ସେଥିପାଇଁ ସେ ପୂଜା ପାଇଁ ଜମା ନିଅନ୍ତିନି। କିନ୍ତୁ ମୁଁ ଯେତେବେଳେ ଆସେ ଛାତ ଉପରକୁ ନା ମୋ ହାବୁଡ଼ରେ ଫୁଲ ଏମିତିଆ ସବୁ ଛୋଟ ଛୋଟ ଫୁଲ ଗୁଡ଼ାକ ନେଇଥାଏ। ତାପରେ ଦୁଇଟା ଚାରିଟା ଗୋଲାପ ଫୁଲ ହେଇଥିଲା, ଧଳା ଗୋଲାପ। ତ ସେ ଧଳା ରଙ୍ଗ ଗୋଲାପ ଫୁଲ ବି ମଧ୍ୟ ଦୁଇ ଚାରିଟା ନେଇଥିଲି। ତାପରେ ଯାଇଥିଲି ଅପରାଜିତା ଗଛକୁ ଫୁଲ ତୋଳିବା ପାଇଁ। ତ ଅପରାଜିତା ମା ତ ତୋଳିକି ନେଇଛନ୍ତି, କିଛି ଅଳ୍ପ ବହୁତ ନେଇଛନ୍ତି। ତାପରେ ଆହୁରି ଅଧିକା ଲୋଭ ହେଲା, ଆଜି ସୋମବାର ମହାଦେବଙ୍କ ପାଖରେ ଟିକେ ଅଧିକା ଫୁଲ ଚଢ଼େଇବି। ତ ହେଉଛି ମାନେ ମନଟା ଟିକେ ବୁଝିଯିବ, ଭଲ ଲାଗିବ ମନଟା। ସେଥିପାଇଁ ଖୋଜାଖୋଜି କଲା ପରେ ମୋତେ ଗୋଟିଏ ଅପରାଜିତା ଫୁଲ ମିଳିଥିଲା, ଥୋପାର ଧଳା ରଙ୍ଗର। ସବୁଠୁ ମହାଦେବଙ୍କର ପ୍ରିୟ ହେଲା ଆମର ଅପରାଜିତା। ଅପରାଜିତାଟା ବି ସେଥିପାଇଁ ଘର ପାଇଁ ବି ବହୁତ ଶୁଭ ମାନନ୍ତି। ଅପରାଜିତା ଆମର ବହୁତ ରୋଗ ପାଇଁ ଆମର ଖାଆନ୍ତି, ଯେମିତିକା ବହୁତ ତାର ଫୁଲକୁ ଶୁଖେଇକି ପାଉଡ଼ର କରି ଚୂରଣ କରି ଖାଆନ୍ତି। ବହୁ ଜଣ ବି ତାର ପତ୍ରକୁ ବି ଖାଆନ୍ତି। ତାପରେ ଅଳ୍ପ ବହୁତ ଯାହା ଯେତିକି ଫୁଲ ହେଇଥିଲା ସବୁ ତୋଳି ସାରିଲା ପରେ ନଜର ପଡ଼ିଥିଲା ମୋର କନିଅରି ଉପରେ, ଯେଉଁଟା ଥୋପା କନିଅରି। ବହୁତ ଦିନ ହେବ ଫୁଲ ଫୁଟିଥିଲା, ଗୋଟିଏ ଫୁଲ ଫୁଟିଥିଲା ଯେଉଁଟା ମା ତୋଳି ଆଣିଥିଲେ। ଆଉ ମୁଁ ଆପଣଙ୍କ ସହିତ ଭିଡ଼ିଓ ବି ପୋଷ୍ଟ କରିନଥିଲି। ତ ଏଇଟା ହେଉଛି କଢ଼ ଏବେ ହେଇଛି, କାଲି ପରଦିନ ଆଡ଼େ ଫୁଟିବ ଏଇଟା। କିନ୍ତୁ ଏଇଟା କଢ଼ ଛୋଟରୁ ବଡ଼ ହେବା ପାଇଁ 1.5ରୁ 2 ସପ୍ତାହ ଲାଗିଯାଉଛି। ଅନ୍ୟ କନିଅରି ଗୁଡ଼ାକ ଗୋଟେ ସପ୍ତାହ ଭିତରେ ଫୁଲଟା ଫୁଟି ହେଉଛି, କିନ୍ତୁ ଏଇ ଥୋପା କନିଅରି ନା ଟିକେ ସମୟ ଲାଗୁଛି। ଯାହା ବି ହଉ ଫୁଲଟା ବହୁତ ସୁନ୍ଦର ଦେଖିବାକୁ। ତ ସେଥିପାଇଁକା ମୁଁ ତାର କିଛି ଡାଳ ଆଗକୁ କଢ଼ ସରିଲା ପରେ କାଟିକି ବି ମଧ୍ୟ ଚାରା ପ୍ରସ୍ତୁତ କରିବି, ଯେମିତି ନର୍ସରୀରେ ଦେବି। ନର୍ସରୀରେ ତାର ଚାହିଦା ବହୁତ ରହୁଛି ଆଉ ବହୁତ ହାଇ ପ୍ରାଇସ୍ ବି ରହୁଛି, କିନ୍ତୁ ମୁଁ ବହୁତ କମ୍ ପ୍ରାଇସ୍ରେ ଦେଉଛି।